ଓಂ ସାଇରାମ, ଓଂ ସାଇରାମ, ଓଂ ସାଇରାମ। ପ୍ରିୟ ସାଇ ଭକ୍ତମାନେ, ଆଜି ଏହି ପବିତ୍ର ମୁହୂର୍ତ୍ତରେ ଶିରିଡ଼ି ସାଇବାବାଙ୍କ ଚରଣରେ କୋଟି କୋଟି ପ୍ରଣାମ। ଯଦି ଆପଣଙ୍କ ଜୀବନରେ ଦୁଃଖ ଅଛି, ମନରେ ଅଶାନ୍ତି ଅଛି, ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ ବୋଲି ଲାଗୁଛି, ତେବେ ଆଜିର ଏହି ସାଇବାବା ହିତବାଣୀ ଆପଣ ଜୀବନକୁ ନିଶ୍ଚିନ୍ତ ଭାବରେ ପରିବର୍ତ୍ତନ କରିଦେବ। ଏହି ସାଇ ବିଶ୍ୱାସ ଚ୍ୟାନେଲରେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଶୁଣନ୍ତୁ, ମନରେ ବାବାଙ୍କୁ ସ୍ମରଣ କରନ୍ତୁ। କାରଣ ବାବା କହିଛନ୍ତି, ଯିଏ ମୋତେ ମନରେ ଡାକେ ମୁଁ ତା ପାଖରେ ନିଶ୍ଚୟ ପହଞ୍ଚେ। ଓଂ ଶ୍ରାଇନାଥାୟ ନମଃ। ଯିଏ ନାମରେ ଶାନ୍ତି, ଯିଏ ଦୃଷ୍ଟିରେ କରୁଣା, ଯିଏ କଥାରେ ସତ୍ୟ, ଯିଏ କର୍ମରେ ପ୍ରେମ, ସେହି ଶ୍ରୀ ସାଇବାବାଙ୍କୁ ଶତ ଶତ କୋଟି କୋଟି ପ୍ରଣାମ। ଶ୍ରୀ ସାଇବାବାଙ୍କର ଜନ୍ମ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ନାହିଁ। ଏହି ଅଜଣାପନା ତାଙ୍କ ଆହୁରି ମହାନ କର। ସେ କେବେ ମଧ୍ୟ ନିଜ ପରିଚୟ ଖୋଲି ନଥିଲେ, କାରଣ ସେ ମଣିଷକୁ ପରିଚୟର ସୀମା ଛାଡ଼ି ମାନବତାକୁ ମଞ୍ଚକୁ ଆଣିବାକୁ ଚାହୁଁଥିଲେ। ସେ କହୁଥିଲେ, ମୋତେ ଖୋଜିବାକୁ ନୁହେଁ, ନିଜକୁ ଖୋଜ। କିଶୋର ଫକୀର ଭାବେ ସାଇବାବା ଶିରିଡ଼ିରେ ପହଞ୍ଚିଲେ। ଗ୍ରାମବାସୀ ପ୍ରଥମେ ବୁଝିଲେ ନାହିଁ। କେହି ଭାବିଲେ ପାଗଳ, କେହି ଭାବିଲେ ଭିକାରୀ, କେହି ଭାବିଲେ ଭବିଷ୍ୟର ସ୍ରଷ୍ଟା। କିନ୍ତୁ ସମୟ ମିଳେ ସତ୍ୟକୁ ଖୋଲିଦେଲା। ସାଇବାବାଙ୍କ ନୀରବତାରେ ଥିଲା ଉତ୍ତର, ତାଙ୍କ ଦୃଷ୍ଟିରେ ଥିଲା ଆଶ୍ରୟ। ଦ୍ୱାରିକାମାଇ ମସଜିଦରେ ସାଇବାବାଙ୍କ ଆଶ୍ରମ। ଏଠି ଜଳୁଥିଲା ଧ୍ୱନି। କେବଳ ଅଗ୍ନି ନୁହେଁ, ଅହଙ୍କାର ଦହନର ପ୍ରତୀକ। ଧ୍ୱନିର ଉଦି ରୋଗୀଙ୍କ ପାଇଁ ଔଷଧ, ନିରାଶରେ ଆଶା, ଭକ୍ତ ପାଇଁ ଆଶୀର୍ବାଦ। ସାଇବାବାଙ୍କ ମହାବାକ୍ୟ, ସବକ୍ ମାଲିକ ଏକ। ହିନ୍ଦୁ, ମୁସଲିମ, ଧନୀ, ଗରିବ ସମସ୍ତଙ୍କୁ ସେ ଏକ ଦୃଷ୍ଟିରେ ଦେଖୁଥିଲେ। ସେ ଭଗବାନଙ୍କୁ ଭାଗ କରିନଥିଲେ, ମଣିଷକୁ ଏକତ୍ର କରିଥିଲେ। ସାଇବାବା ଭିକ୍ଷା ମାଗୁଥିଲେ, କିନ୍ତୁ ନିଜ ପାଇଁ ନୁହେଁ, ଭକ୍ତଙ୍କ ମନରୁ ଲୋଭ ହଟାଇବା ପାଇଁ। ସେ କହୁଥିଲେ, ଦେଲେ ମିଳେ, ନଦେଲେ ହରାଏ। ସାଇବାବାଙ୍କର ମୂଳ ଶିକ୍ଷା ଥିଲା ଶ୍ରଦ୍ଧା, ସବୁରି, ଧୈର୍ଯ୍ୟ, ଆସ୍ଥା। ଶ୍ରଦ୍ଧା ଆଶା ଦିଏ, ସବୁରି ପରୀକ୍ଷାରେ ଟିକେଇ ନିଏ। ଭକ୍ତମାନେ ସାଇବାବାଙ୍କୁ ପିତା ଭାବେ ଡାକୁଥିଲେ, ମାତା ଭାବେ ଆଶ୍ରୟ ନେଉଥିଲେ, ଗୁରୁ ଭାବେ ପଥ ମାଗୁଥିଲେ। ବାବା ଭକ୍ତଙ୍କ ଦୁଃଖକୁ ନିଜ ହୃଦୟରେ ଧରୁଥିଲେ। କେବେ କେବେ ବାବା କଠୋର ଲାଗୁଥିଲେ, କିନ୍ତୁ ସେହି କଠୋରତା ଥିଲା ଅହଙ୍କାର ଭାଙ୍ଗିବା ପାଇଁ। ସେ କହୁଥିଲେ, ମୁଁ ଯାହା କରେ ଭଲ ପାଇଁ କରେ। ରୋଗ ନିବାରଣ, ଭୟ ନାଶ, ନିରାଶରୁ ଆଶ୍ରା, ସାଇବାବାଙ୍କ ଲୀଳାର ଅନେକ। କିନ୍ତୁ ବାବା କହୁଥିଲେ, ଚମତ୍କାର ନୁହେଁ, ଶ୍ରଦ୍ଧା ମହତ୍ତ୍ୱପୂର୍ଣ୍ଣ। ହେମାଦପନ୍ତଙ୍କ ରଚିତ ଶ୍ରୀ ସାଇ ସଚ୍ଚରିତ ଭକ୍ତଙ୍କ ପାଇଁ ଦୀପିଶିଖା। ଏହି ଗ୍ରନ୍ଥ ପଢ଼ିଲେ ନା ଭକ୍ତଙ୍କ ମନରେ ଆଶା ଜାଗ୍ରତ ହୁଏ। ସକାଳର ନୀରବ ଧ୍ୟାନ, ଦିନରେ ଭକ୍ତଙ୍କ ସହ କଥା, ରାତିରେ ଦ୍ୱାରିକାମୟରେ ବିଶ୍ରାମ, ଏହା ଥିଲା ବାବାଙ୍କର ଦିନଚର୍ଯ୍ୟା। 1918 ମସିହାରେ ସାଇବାବା ମହାସମାଧି ଗ୍ରହଣ କଲେ, କିନ୍ତୁ ସେ କହିଥିଲେ, ମୁଁ ଯାଇଛି, ମୁଁ ଏଠି ଅଛି। ଶିରିଡ଼ି ସମାଧି ଆଜି ମଧ୍ୟ ଭକ୍ତଙ୍କ ସହ କଥା କହେ। ଅନେକ ଭକ୍ତ ଅନୁଭବ କରନ୍ତି, ବାବା ଆଜି ମଧ୍ୟ ସାଥିରେ। ଦୌଡ଼, ଅଶାନ୍ତି, ଅସ୍ଥିରତା, ଆଜିର ଯୁଗରେ ସାଇବାବାଙ୍କର ଶିକ୍ଷା ଆଉ ଆବଶ୍ୟକ। ସେ ଶିଖାନ୍ତି ଭଲ ମଣିଷ ହେବା ପାଇଁ ସର୍ବୋତ୍ତମ ଧର୍ମ। ସାଇବାବା କୌଣସି ଧର୍ମ ନୁହେଁ, ସେ ଏକ ପଥ। ଯିଏ ଏହି ପଥରେ ଚାଲେ, ସେ ମଣିଷ ହୋଇଯାଏ। ସାଇବାବା ଲୀଳାର ଶେଷ ନାହିଁ। ଯେଉଁଠି ଡାକ, ସାଇ ସାଇ ସାଇ, ସେଇଠି ପାଅ ସାଇ। ହେ ସାଇନାଥ, ଆମକୁ ଶ୍ରଦ୍ଧା ଦିଅ, ସବୁରି ଦିଅ, ସେବା ମନ ଦିଅ। ଓଂ ଶ୍ରୀ ସାଇନାଥାୟ ନମଃ, ଓଂ ଶ୍ରୀ ସାଇନାଥାୟ ନମଃ। ସାଇବାବା ସବୁବେଳେ କଥା କହୁଥିଲେ ନାହିଁ। କେବେ କେବେ ସେ ଦୀର୍ଘ ସମୟ ଧରି ନୀରବ ରହୁଥିଲେ। ଭକ୍ତମାନଙ୍କୁ ଭାବୁଥିଲେ, ବାବା ଆଜି କିଛି କହୁନାହାନ୍ତି କାହିଁକି? କିନ୍ତୁ ସେହି ନୀରବତା ମଧ୍ୟରେ ଅନେକ ଉପଦେଶ ଲୁଚିଥିଲା। ସାଇବାବା କହୁଥିଲେ, ନୀରବ ରହିବା ମଧ୍ୟ ଏକ ପ୍ରାର୍ଥନା। ଯେତେବେଳେ ମଣିଷ ନିଜ ମନକୁ ଶାନ୍ତ କରେ, ସେତେବେଳେ ଭଗବାନଙ୍କ ସ୍ୱର ଶୁଣିପାରେ। ଶାମା ଥିଲେ ସାଇବାବାଙ୍କର ଅତ୍ୟନ୍ତ ନିକଟ ଭକ୍ତ। ସେ ବାବାଙ୍କ ସହ ରହୁଥିଲେ, ତାଙ୍କ ସେବା କରୁଥିଲେ ଏବଂ ପ୍ରତିଟି ଲୀଳାକୁ ନିଜ ଚକ୍ଷୁରେ ଦେଖୁଥିଲେ। ଶାମାଙ୍କ ପାଇଁ ବାବା କେବଳ ଗୁରୁ ନୁହେଁ, ସେ ଥିଲେ ଜୀବନର ଆଧାର।
ବାବା ଶ୍ୟାମାଙ୍କୁ କହୁଥିଲେ, ତୁମେ ମୋର ନୁହେଁ, ମୁଁ ତୁମର। ସାଇବାବା ଭକ୍ତଙ୍କ ସହଜେ ଗ୍ରହଣ କରୁଥିଲେ, କିନ୍ତୁ ଭକ୍ତଙ୍କୁ ପରୀକ୍ଷା କରୁଥିଲେ। କେବେ କେବେ ସେ ଭକ୍ତଙ୍କୁ ଅପେକ୍ଷା କରାଉଥିଲେ, କେବେ ଅନୁରୋଧ ଅସ୍ୱୀକାର କରୁଥିଲେ, କିନ୍ତୁ ଏହା ଅବହେଳା ନୁହେଁ, ଏହା ଥିଲା ଧୈର୍ଯ୍ୟର ପରୀକ୍ଷା। ସେ କହୁଥିଲେ, ଧୈର୍ଯ୍ୟ ହାରିଲେ ଭକ୍ତ ହାରିବା। ସାଇବାବାଙ୍କ ଦ୍ୱାରିକାମୟ ଦ୍ୱାର କେବେ ମଧ୍ୟ ଗରିବ ପାଇଁ ବନ୍ଦ ହେଉନଥିଲେ। ଭକ୍ତ ଲୋକ ଆସିଲେ ସେ ଭୋଜନ ପାଇଲେ, ନିରାଶା ଆସିଲେ ସେ ଆଶା ନେଇ ଫେରିଗଲେ। ବାବା କହୁଥିଲେ, ଭକ୍ତକୁ ଭୋଜନ ଦେବା ହେଉଛି ମୋର ପୂଜା। ଶିଶୁମାନେ ସାଇବାବାଙ୍କୁ ବହୁତ ଭଲ ପାଉଥିଲେ, କାରଣ ବାବାଙ୍କ ହୃଦୟ ଥିଲା ଶିଶୁର ସଦୃଶ ଥିଲା। ସେ ଶିଶୁକୁ ଡାକି ମିଷ୍ଟାନ୍ନ ଦେଉଥିଲେ, ମୁଣ୍ଡରେ ହାତ ରଖି ଆଶୀର୍ବାଦ କରୁଥିଲେ। ସେ କହୁଥିଲେ, ନିର୍ମଳ ମନ ହେଉଛି ଭଗବାନଙ୍କ ମନ୍ଦିର। ଅନେକ ସମୟରେ ସାଇବାବା ଭବିଷ୍ୟତର କଥା କହୁଥିଲେ, ଭକ୍ତ ମନର କଥା ସେ ମୁଖେ କହି ଦେଉଥିଲେ। ଏହା ଦେଖି ଭକ୍ତମାନେ ଭୟଭୀତ ହୋଇଯାଉଥିଲେ, କିନ୍ତୁ ବାବା ହସି କହୁଥିଲେ, ଭୟ କାହିଁକି, ମୁଁ ତ ତୁମର। କେତେବେଳେ ସାଇବାବା ନିଜ ଶରୀରରେ ବେଦନାର ସହିଥିଲେ ଭକ୍ତଙ୍କ ଦୁଃଖ ହ୍ରାସ ପାଇଁ। ଭକ୍ତମାନେ ଏହା ଜାଣି କାନ୍ଦୁଥିଲେ। ବାବା କହୁଥିଲେ, ମୋ ଶରୀର ଦୁଃଖ ପାଇଲେ ତୁମ ଭାଗ୍ୟ ସୁଖ ପାଏ। ସାଇବାବା ଆସିବା ପୂର୍ବରୁ ଶିରିଡ଼ି ଥିଲା ଏକ ସାଧାରଣ ଗ୍ରାମ, କିନ୍ତୁ ବାବାଙ୍କ କୃପାରେ ସେ ହେଲା ଏକ ମହୀତୀର୍ଥ। ଆଜି ସମସ୍ତ ବିଶ୍ୱରେ ଲକ୍ଷାଧିକ ଭକ୍ତ ଶିରିଡ଼ିକୁ ଆସନ୍ତି। ସାଇବାବା କହୁଥିଲେ, କେବଳ ମୋ ଫଟୋ ପୂଜା କରିଲେ ଭକ୍ତି ନୁହେଁ, ଭଲ ମଣିଷ ହେଲେ ଭକ୍ତି। ସତ୍ୟ, ଦୟା, କ୍ଷମା, ସେବା ଏହା ଥିଲା ବାବାଙ୍କର ଧର୍ମ। ଅନେକ ଭକ୍ତ କୁହନ୍ତି, ସମସ୍ୟା ସମୟରେ ସାଇବାବା ସ୍ୱପ୍ନରେ ଆସି ପଥ ଦେଖାଉଥିଲେ। କେହି କହେ ସେ ଚିହ୍ନି ଦେଲେ, କେହି କହେ ସେ ଆଶ୍ୱାସନା ଦେଲେ। ପ୍ରିୟ ଭକ୍ତମାନେ, ଆଜି ଏହି ହିତବାଣୀ ଯଦି ଆପଣଙ୍କ ଆଖିକୁ ସାଇ ବିଶ୍ୱାସ ଚ୍ୟାନେଲରେ ଭିଜାଇ ଦେଇଥାଏ, ତେବେ ଜାଣନ୍ତୁ ବାବା ଆପଣଙ୍କୁ ଛୁଇଁ ଦେଇଛନ୍ତି। ବାବା କୁହନ୍ତି, ତୁ ମୋ ଉପରେ ଭରସା ରଖ, ମୁଁ ତୋ ହାତ ଛାଡ଼ିବି ନାହିଁ। ଆଜି ଏତିକି ଏହି ହିତବାଣୀ ସାଇ ବିଶ୍ୱାସ ଚ୍ୟାନେଲର ହୃଦୟକୁ ରଖନ୍ତୁ, ଜୀବନରେ ଅନୁସରଣ କରନ୍ତୁ, ଅନ୍ୟମାନଙ୍କୁ ସେୟାର କରନ୍ତୁ। ଓଁ ସାଇରାମ, ଓଁ ସାଇରାମ, ଓଁ ସାଇରାମ।